ଗତି କରନ୍ତି ମାନେ ମଠରେ ରୁହନ୍ତି ସେମାନେ ଠାକୁର ପୂଜା କରନ୍ତି ସ୍ପିରିଚୁଆଲ ମାନେ ସବୁ କଣ କରନ୍ତି ଲୋକକୁ ଆଡଭାଇସ୍ କରନ୍ତି। ସନ୍ନ୍ୟାସୀ ମାନେ କଣ କରୁଛନ୍ତି ଯେତେବେଳେ ଆମେ କହିବା 1805 ମସିହା ଘଟଣା ଯେତେବେଳେ ୱେଷ୍ଟ ବେଙ୍ଗଲ କଲିକତାରେ ଗୋଟେ ବଡ ଦୁର୍ଭିକ୍ଷ ଦେଖାଇଥିଲା ମହାଦୁର୍ଭିକ୍ଷ ହେଲା ସେ ଦୁର୍ଭିକ୍ଷରେ ବହୁତ ଲୋକ ମରିଥିଲେ। ତ ସେ ସମୟରେ କଣ ଆମର ଇଂରେଜ ସରକାର ଯେତେବେଳେ ଗୋଟେ ଟ୍ୟାକ୍ସ କର ଆଦାୟ କରିଥିଲେ ଲୋକ ଏପଟେ ଖାଇବାକୁ ପାଉନାହାନ୍ତି କିନ୍ତୁ ସରକାର କଣ କରୁଛନ୍ତି ବ୍ରିଟିଶ ସରକାର ଜୁଲମ କରିକି ଜବରଦସ୍ତ ଟ୍ୟାକ୍ସ ଦିଅ। ତେଣୁ ସେତେବେଳେ କଣ କରୁଛନ୍ତି ଆମ ମନରେ ଭାରି ଦୁଃଖ ଆସିଥିଲା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ସେ କଣ କରିଥିଲେ ସେ ଗୋଟେ ମହାମନ୍ତ୍ର ଦେଇଥିଲେ ସମଗ୍ର ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଗୋଟେ ବନ୍ଦେ ମାତରମ୍ ଯୋଉ ବନ୍ଦେ ମାତରମ୍ ସ୍ଲୋଗାନ ଦ୍ୱାରା ସମଗ୍ର ଭାରତବାସୀ ମଧ୍ୟରେ ଗୋଟେ ବୀରତ୍ୱ ମନୋଭାବ ଦେଖାଇଥିଲା। କଣ ଦେଖାଇଥିଲା ବୀରତ୍ୱ ମନୋଭାବ ଆଉ ଇଂରେଜ ମାନ ଲଢ଼ିବା ପାଇଁ ସମସ୍ତେ ରାଜରାଜକୁ ଆସିଥିଲେ। ତ ପ୍ରଥମେ ଏଇ ଯୋଉ ବିପ୍ଳବକୁ ଆମ ଇଂରେଜ ମାନେ ତାକୁ 3 ଥର ବ୍ୟାନ୍ କରିଛନ୍ତି। ଏଇ ସଂବିଧାନ ଭାରତବର୍ଷରେ ଆମ ଦେଶରେ ଶାସନ କରୁଛନ୍ତି କିନ୍ତୁ ଆମ ଜାତୀୟ ସଂବିଧାନ ସଭା ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। 3 ଥର ଚେଷ୍ଟା ଯେତେବେଳେ ଆମେ କହିବା ଯେ 1805 ମସିହା ଯେତେବେଳେ ବଙ୍ଗ ବିଭାଜନ ହେଇଥିଲା ତ ବଙ୍ଗ ବିଭାଜନ କୋଉମାନେ କରିଥିଲେ ଇଂରେଜ ମାନେ ସେ ବଙ୍ଗ ବିଭାଜନ ଯେତେବେଳେ ଇଂରେଜ ମାନେ କଲେ ସେତେବେଳେ କଣ କଲେ ନା ଏଇ ବନ୍ଦେ ମାତରମ୍ ସ୍ଲୋଗାନରେ ସାରା ଭାରତବର୍ଷ ଟେକ ଦେଇଥିଲା। ସେତେବେଳେ ନେତାଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ ଝାସ ଦେଇଥିଲେ ଯେପରିକି ଭଗତ ସିଂ ସୁଭାଷ ଚନ୍ଦ୍ର ବୋଷ ଲାଲା ଲାଜପତ ରାୟ ମହାତ୍ମା